ମା କୁନି, ମୋ ଝିଅ, ତୋ ସାନ ଭାଇ ଚିଣ୍ଟୁ ଏବେ ବହୁତ ଛୋଟ। ମୁଁ ଯିବା ପରେ ତାର ଧ୍ୟାନ ରଖିବୁ। ମା, ତୁମେ କୁଆଡେ ଯାଉଛ? ଆମକୁ ଛାଡ଼ି ଯାଅନି, ଆମେ ତୁମ ବିନା ଏକା ରହିପାରିବୁନି। ନାଇଁ ରେ ମା, ମୋ ପାଖରେ ବେଶୀ ସମୟ ନାହିଁ। ଚିଣ୍ଟୁ ତତେ ଲାଗିଲା, ତାର ଦେଖାଶୁଣା କରିବୁ। ଏତିକି କହୁ କହୁ ହିଁ ମା ଚଢ଼େଇର ମୃତ୍ୟୁ ହେଇଗଲା। କୁନି ଅନେକ କାନ୍ଦିଲା, ହେଲେ ଚିଣ୍ଟୁ ଛୋଟ ଥିବା ଯୋଗୁଁ ଏସବୁ ଜାଣିପାରିଲାନି। କିଛି ଦିନ ପରେ ଦିଦି, ମା ଆମକୁ ଛାଡ଼ି କୁଆଡେ ଚାଲିଗଲେ? ମା କେତେବେଳେ ଫେରିବେ? ଆଉ ତୁ ମା ପାଖରେ ବସି କାନ୍ଦୁଥିଲୁ କଣ ପାଇଁ? ମତେ ଭାରି ଭୋକ ଲାଗୁଛି ଦିଦି, କିଛି ଖାଇବାକୁ ଦେ ନା। ଭାଇ, ତୁ ଜମା ବି କାନ୍ଦନି। ମା ଆମକୁ ଛାଡ଼ି କୁଆଡେ ବି ଯାଇନାହାନ୍ତି। ତତେ ଭୋକ ଲାଗୁଛି ନା? ରହ, ମୁଁ ଏବେ ତୋ ପାଇଁ ଖାଇବା ଆଣି ଦଉଛି। ଏମିତି କହି କୁନି ଖାଇବା ଆଣିବାକୁ ଘର ଭିତରକୁ ଗଲା, ହେଲେ ତାଙ୍କର ସବୁ ଖାଇବା ସରି ଯାଇଥିଲା। ଆରେ, ଘରେ ତ କିଛି ବି ଖାଇବା ନାହିଁ। ମୁଁ ଏବେ ଚିଣ୍ଟୁକୁ କଣ ଦେବି? ମୁଁ ଶୀଘ୍ର ବାହାରକୁ ଯାଇ କିଛି ଖାଇବା ଖୋଜି ଦେଖେ। ତାପରେ କୁନି କିଛି ପାଣି ଆଣି ତା ଭାଇକୁ ପିଇବା ପାଇଁ ଦେଲା। ଚିଣ୍ଟୁ, ତୁ ଏ ପାଣି ପିଇ ଦେଇଥା, ଘରେ କିଛି ବି ଖାଇବା ନାହିଁ। ମୁଁ ଯାଉଛି ବାହାରେ କିଛି ଖାଇବା ଖୋଜି ଦେଖିବି, ତୁ ଏକୁଟିଆ ବାହାରକୁ ଯିବୁନି। ଏମିତି ବୁଝେଇ କୁନି ବାହାରକୁ ଖାଇବା ଖୋଜିବା ପାଇଁ ଗଲା, ହେଲେ ସେ ଛୋଟ ଥିବାରୁ ବେଶୀ ଦୂରକୁ ଯାଇପାରିଲାନି। ଆଖପାଖରେ ସେ କିଛି ବି ଖାଇବା ପାଇଲାନି। ଆରେ, ଆଜି ମୁଁ ଏତେ ଖୋଜିଲି, ହେଲେ କୋଉଠି ବି କିଛି ଖାଇବା ପାଇଲିନି। ଆଜି ମୁଁ ଘରକୁ କଣ ନେବି? ମୁଁ ଅନ୍ୟ ଚଢ଼େଇ ମାନଙ୍କୁ କିଛି ଖାଇବା ମାଗି ଦେଖେ, ମୋ ପାଇଁ ନହେଲେ ବି ମୋ ଭାଇ ପାଇଁ କିଛି ଖାଇବା ତ ପାଇଯିବି। ଏମିତି ଚିନ୍ତା କରି କୁନି ଅନ୍ୟ ଚଢ଼େଇ ମାନଙ୍କୁ କିଛି ଖାଇବା ମାଗିଲା। ସେମାନେ ବି କୁନି ଉପରେ ଦୟା କରି ତାକୁ କିଛି ଶୁଖିଲା ଭାତ ଦେଲେ। ତାପରେ କୁନି ସେସବୁ ଧରି ନିଜ ଘରକୁ ଆସିଲା, ଆଉ ତା ଭାଇକୁ ଦେଲା। ଏ କଣ ଦିଦି, ଏଗୁଡ଼ା ତ ଶୁଖିଲା ଭାତ, ମୁଁ ଖାଇବିନି, ମତେ ମିଠା ଫଳ ଆଣିଦେ। ଚିଣ୍ଟୁ, ଆଜି ତୁ ଏସବୁ ଖାଇ ଦେଇଥା, ମୁଁ କାଲି ତୋ ପାଇଁ ମିଠା ଫଳ ଆଣିଦେବି। ଏମିତି ଦିନ ବିତି ଚାଲିଲା। କୁନି ବାହାରକୁ ଯାଇ ଖାଇବା ଖୋଜୁଥିଲା। ଯୋଉଦିନ ସେ ନ ପାଉଥିଲା, ସେଦିନ ସେ ଅନ୍ୟ ଚଢ଼େଇ ମାନଙ୍କୁ ଖାଇବା ମାଗୁଥିଲା। ଗୋଟେ ଦିନ ଚିଣ୍ଟୁ ଚଢ଼େଇ ଘର ବାହାରେ ବସି ଖେଳୁଥିଲା। ହଠାତ୍ ସେ ଶୁଣିଲା, ଆରେ ରାଜୀବ, କାଲି ରାକ୍ଷୀ ପୂର୍ଣ୍ଣିମା, ତୁ ତ ଭଉଣୀକୁ କଣ ଗିଫ୍ଟ ଦେବୁ? ମୋ ଭଉଣୀକୁ ରସଗୋଲା ଖାଇବା ପାଇଁ ଭାରି ଭଲ ଲାଗେ, ମୁଁ ତାକୁ ରସଗୋଲା ଆଣିଦେବି। ଆଉ ତୁ ତ ଭଉଣୀକୁ କଣ ଗିଫ୍ଟ ଦେବୁ? ମୋ ଭଉଣୀର ସ୍କୁଲ ବହୁତ ଦୂରରେ ଅଛି, ମୁଁ ତାକୁ ଏକ ସାଇକେଲ ଗିଫ୍ଟ ଦେବି, ଯେମିତି ସେ ଠିକ୍ ସମୟରେ ସ୍କୁଲକୁ ଯିବା ଆସିବା କରିପାରିବ। ଏମିତି କଥା ହେଇ ସେ ଦୁଇ ଜଣ ସେଠାରୁ ଚାଲିଗଲେ। ତାଙ୍କର ସବୁ କଥା ଚିଣ୍ଟୁ ଶୁଣୁଥିଲା। ସେ ଶୀଘ୍ର ନିଜ ଘରକୁ ଆସିଲା। ଦିଦି, ଏ ରାକ୍ଷୀ ପୂର୍ଣ୍ଣିମା କଣ? ସେଦିନ କଣ କରାଯାଏ? ରାକ୍ଷୀ ପୂର୍ଣ୍ଣିମାରେ ଭାଇ ଭଉଣୀଙ୍କ ସମ୍ପର୍କ ଆହୁରି ଦୃଢ ହେଇଥାଏ। ସେଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧେ, ଆଉ ଭାଇ ବିପଦ ସମୟରେ ତା ଭଉଣୀକୁ ରକ୍ଷା କରିବାର ବଚନ ଦେଇଥାଏ। ଦିଦି, ଆମେ ବି ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଳିବା। ତୁ କାଲି ମୋ ହାତରେ ଏକ ସୁନ୍ଦର ରାକ୍ଷୀ ବାନ୍ଧିବୁ, ଠିକ ଅଛି? ଚିଣ୍ଟୁର ଏପରି କଥା ଶୁଣି କୁନି ତାକୁ ଆଉ କିଛି ବି କହିପାରିଲାନି। ସେ ବାହାରକୁ ଗଲା, ଆଉ ଏକ ଗଛ ମୂଳେ ବସି ଅନେକ କାନ୍ଦିଲା। କାଲି ରାକ୍ଷୀ ପୂର୍ଣ୍ଣିମା, ମୋ ଭାଇର ଇଚ୍ଛା ମୁଁ ତା ହାତରେ ଏକ ସୁନ୍ଦର ରାକ୍ଷୀ ବାନ୍ଧିବି। ମୁଁ କେତେ କଷ୍ଟରେ ଖାଇବା ଯୋଗାଡ଼ କରୁଛି, ରାକ୍ଷୀ କିଣିବା ପାଇଁ ଟଙ୍କା କୋଉଠୁ ପାଇବି? ମା, ବାପା, ଏତେ ଶୀଘ୍ର ଆମକୁ ଛାଡ଼ି କାହିଁକି ଚାଲିଗଲ? ସେ ଏମିତି କହି କାନ୍ଦୁଥିବା ସମୟରେ ହଠାତ୍ ତାର ନଜର ତଳେ ପଡ଼ିଥିବା ଏକ ରାକ୍ଷୀ ଉପରେ ପଡ଼ିଲା। ଆରେ, ଏଠି ଏମିତି ଏକ ସୁନ୍ଦର ରାକ୍ଷୀକୁ କିଏ ପକେଇଛି? ମୁଁ ତ ଆଖପାଖରେ କାହାକୁ ବି ଦେଖିବାକୁ ପାଉନି। କୁନି ଯୋଉ ଗଛ ତଳେ ବସି କାନ୍ଦୁଥିଲା, ହଠାତ୍ ସେ ଗଛଟି କଥା କହିଲା। କୁନି ଦେଖିଲା ସେ ଗଛରେ କେତେ ସୁନ୍ଦର ସୁନ୍ଦର ରାକ୍ଷୀ ଝୁଲିଛି। କୁନି, ମୁଁ ହେଉଛି କୁହୁକ ରାକ୍ଷୀର ଗଛ। ମୁଁ ସମସ୍ତଙ୍କୁ ଦେଖାଯାଏନି, ଯିଏ ଭଲ ଆଉ ସଚ୍ଚୋଟ କେବଳ ମୁଁ ତାକୁ ଦେଖାଯାଏ। ମୁଁ ତ ବିଷୟରେ ସବୁ ଜାଣିଛି। ତୁ ମୋଠୁ ଗୋଟେ ରାକ୍ଷୀ ନେଇ ତୋ ଭାଇକୁ ବାନ୍ଧିଦେ। ଆଉ ହଁ କୁନି, ଏ କୁହୁକ ରାକ୍ଷୀକୁ ତମେ ଦୁଇ ଭାଇ ଭଉଣୀ ଯାହା ବି ମାଗିବ ସେ ତମମାନଙ୍କୁ ସବୁ ଦେବ। ତାପରେ କୁନି ସେ ଗଛକୁ ଧନ୍ୟବାଦ ଜଣେଇ ଖୁସିରେ ରାକ୍ଷୀ ଧରି ନିଜ ଘରକୁ ଫେରି ଆସିଲା। ପରଦିନ ସକାଳେ ସେ ତା ଭାଇ ହାତରେ ରାକ୍ଷୀ ବାନ୍ଧିଲା। ଦିଦି, ସମସ୍ତେ ନିଜ ଭଉଣୀ ମାନଙ୍କୁ ବଢିଆ ବଢିଆ ଗିଫ୍ଟ ଦେଉଛନ୍ତି, ହେଲେ ମୋ ପାଖରେ ତ କିଛି ବି ଗିଫ୍ଟ ନାହିଁ।
ମୁଁ ତତେ କଥା ଦେଉଛି ଦିଦି, ବଡ଼ ହେଲେ ସବୁ ସମୟରେ ମୁଁ ତୋର ରକ୍ଷା କରିବି। ମୋ ଭାଇ ମୋ ପାଖରେ ଥିଲେ ମୋର ଆଉ କିଛି ବି ଦରକାର ନାହିଁ। ତୁ ସବୁ ସମୟରେ ଏମିତି ଖୁସିରେ ରହ, ମୁଁ କେବଳ ଏତିକି ଚାହୁଁଛି। ଆଉ ଗୋଟେ କଥା ଜାଣିଛୁ, ଏ ରାକ୍ଷୀ ନା ଗୋଟେ କୁହୁକ ରାକ୍ଷୀ। ତୁ ଯାହା ବି ମାଗିବୁ ଏ ରାକ୍ଷୀ ତତେ ଦେବ। ତୁ ସତ କହୁଛୁ ଦିଦି? ତାହେଲେ ମୁଁ ଏବେ ହିଁ ଏ ରାକ୍ଷୀ ପାଖରୁ ତୋ ପାଇଁ ଗିଫ୍ଟ ମାଗିବି। କୁହୁକ ରାକ୍ଷୀ, ମୋ ଭଉଣୀ ପାଇଁ ଏକ ସୁନ୍ଦର ସୁନାହାର ଦିଅ। ଚିଣ୍ଟୁର କଥା ସରୁ ସରୁ ହିଁ କୁହୁକ ରାକ୍ଷୀ ପାଖରୁ ଏକ ସୁନ୍ଦର ସୁନାହାର ବାହାରିଲା। ତା ଦେଖି ତ ଦୁଇ ଭାଇ ଭଉଣୀ ଖୁବ୍ ଖୁସି ହେଇଗଲେ। ଏମିତି ସେ କୁହୁକ ରାକ୍ଷୀ ପ୍ରତିଦିନ ସେମାନଙ୍କୁ ଖାଇବା ସହ ଅନେକ ସାରା ଜିନିଷ ବି ଦେଉଥିଲା। ଧୀରେ ଧୀରେ ସେମାନେ ଖୁବ୍ ଧନୀ ହେଇଗଲେ। ଏତେ ଶୀଘ୍ର ସେମାନଙ୍କୁ ଧନୀ ହେବାର ଦେଖି ତାଙ୍କ ପାଖ ପଡ଼ୋଶୀ କାଉ ତାଙ୍କୁ ସନ୍ଦେହ କଲା। ମା ଯିବା ପରେ ଏ ଦୁଇ ଭାଇ ଭଉଣୀ ଭିକ ମାଗି ଖାଇବା ଖାଉଥିଲେ। ଏତେ ଶୀଘ୍ର ଏମାନେ ଏତେ ଧନୀ କେମିତି ହେଲେ? ନିଶ୍ଚୟ ଏମାନେ କାହା ଘରୁ ଚୋରି କରୁଥିବେ। ମୁଁ ଆଜି ହିଁ ତାଙ୍କ ଉପରେ ନଜର ରଖିବା ଆରମ୍ଭ କରିବି। ଏମିତି ଚିନ୍ତା କରି କାଉ ସେମାନଙ୍କ ଘରକୁ ଗଲା ଆଉ ତାଙ୍କ ଉପରେ ନଜର ରଖିଲା। କିଛି ସମୟ ଭିତରେ ହିଁ ସେ ଜାଣିଗଲା ସେ ଦୁଇ ଭାଇ ଭଉଣୀଙ୍କ ପାଖରେ ଏକ କୁହୁକ ରାକ୍ଷୀ ଅଛି। ସୁଯୋଗ ଦେଖି କାଉ ତାଙ୍କ ଘରୁ ସେ ରାକ୍ଷୀ ଚୋରି କରି ନିଜ ଘରକୁ ନେଇ ଆସିଲା। ଏବେ ମୁଁ ଏ କୁହୁକ ରାକ୍ଷୀକୁ ସୁନା ଗହଣା ମାଗି ଅନେକ ଧନୀ ହେଇଯିବି। କୁହୁକ ରାକ୍ଷୀ, ମତେ ଶୀଘ୍ର ଶୀଘ୍ର ଟଙ୍କା, ସୁନା, ଗହଣା, ହୀରା ସବୁ ଦେ। ମୁଁ ଖୁବ୍ ଶୀଘ୍ର ଧନୀ ହେବାକୁ ଚାହୁଁଛି। କୁହୁକ ରାକ୍ଷୀ କାଉକୁ କିଛି ବି ଦେଲା ନାହିଁ। ଓଲଟା ତା ଘରେ ଜମା ଥିବା ସବୁ ଜିନିଷ ଆଉ ଖାଇବା ସେ ନେଇଗଲା। ତା ସହ କାଉ ଝିଅର ବି ଦେହ ଖରାପ ହେଇଗଲା। ଏମିତି ଦେଖି କାଉ ଭୟରେ ସେ ରାକ୍ଷୀକୁ ଧରି କୁନି ଆଉ ଚିଣ୍ଟୁ ପାଖକୁ ଗଲା। କାନ୍ଦି କାନ୍ଦି ସେ ସେମାନଙ୍କୁ ସବୁ କଥା କହିଲା। କୁନି, ମତେ କ୍ଷମା କରିଦେ ଝିଅ। ମୁଁ ତ କୁହୁକ ରାକ୍ଷୀକୁ ଚୋରି କରିଥିଲି। ଏ କୁହୁକ ରାକ୍ଷୀ ଚୋରି କରିବା ପରେ ହିଁ ମୁଁ ବହୁତ ବଡ଼ ସମସ୍ୟାରେ ପଡ଼ିଗଲି। ମୋ ଝିଅର ଦେହ ଖରାପ ହେଇଗଲା। କୁନି, ମୋର କିଛି ବି ଦରକାର ନାହିଁ। ତୁ ଖାଲି ଯାଦୁର ରାକ୍ଷୀକୁ କହିକି ମୋ ଝିଅର ଦେହ ଭଲ କରିଦେ। ମୁଁ ମୋ ଭୁଲର ଶାସ୍ତି ପାଇଗଲି। ଏମିତି ଶୁଣି କୁନି କାଉକୁ କ୍ଷମା କରିଦେଲା ଆଉ ଯାଦୁର ରାକ୍ଷୀକୁ କହିକି କାଉର ଝିଅକୁ ଭଲ କରିଦେଲା। ତାପରେ କାଉ ତା ଝିଅକୁ ନେଇ ସେଠାରୁ ଚାଲିଗଲା। ଏମିତି କୁନି ଆଉ ଚିଣ୍ଟୁ କୁହୁକ ରାକ୍ଷୀ ପାଇଁ ସାରା ଜୀବନ ଖୁସିରେ ରହିଲେ। କୁନି, ମା କୁନି, କୋଉଠି ଅଛୁ? ଓହୋ, ମୁଁ ଆଉ ଏ ଝିଅକୁ ପାରିବିନି। ସବୁବେଳେ ଇଆଡ଼େ ସିଆଡ଼େ ବୁଲୁଥିବ। ତା ପାଇଁ ପ୍ରତ୍ୟେକ ଦିନ ମୋର କାମକୁ ଯିବାରେ ଡେରି ହେଇଯାଏ। ଆଜି ସକାଳୁ ସକାଳୁ କୁଆଡ଼େ ଗଲା କେଜାଣି? ଏଇ ତ ମା, ମୁଁ ଆସିଗଲି। ଜାଣିଛ ମା, ଆଜି ପୋଖରୀରେ ଗାଧେଇବା ସମୟରେ କିଛି ମାଛ ମୋ ଚାରି ପାଖରେ ଖେଳୁଥିଲେ। ମୁଁ ଗୋଟେ ମାଛ ଧରି ଆଣିଲି। ମା, ନିଅ ଏ ମାଛ ଭାଜି ଦିଅ, ମୁଁ ଖାଇବି। ଭଲ କରିଛୁ। ହେଲେ ମୁଁ ଏବେ ମାଛ ଭାଜି ପାରିବିନି ରେ ମା। ମୁଁ ଏବେ ଜମିକୁ ଯାଉଛି। ଅନ୍ୟ ଚଢ଼େଇମାନେ ନିଜ ଜମିକୁ ଚାଷ କରି ସାରିଲେଣି। ମୁଁ ଏଯାଏଁ ଚାଷ କାମ ଆରମ୍ଭ କରିନି। ମାରେ, ଆଜି ଦିନଟା ଘରେ ଯାହା ବି ଅଛି ଖାଇ ଦେଇଥା। ସନ୍ଧ୍ୟାରେ ମୁଁ ଘରକୁ ଫେରିଲା ପରେ ତୋ ପାଇଁ ମାଛ ଭାଜି ଦେବି। ଆଚ୍ଛା ଠିକ ଅଛି ମା। ମୁଁ କୋଦାଳ ଦେଇ ଏତେ ବଡ଼ ଜମି ଚାଷ କରି ପାରିବିନି। ମୁଁ ମୋ ସାଙ୍ଗ ପାରା ପାଖରୁ ଲଙ୍ଗଳ ନେଇ ଆସେ। ସେମିତିରେ ଖୁବ୍ ଶୀଘ୍ର ମୁଁ ଜମି ଚାଷ କରିପାରିବି ଆଉ ମୋ ଜମି ଉର୍ବର ବି ହେବ। ପାରା, ପାରା, ଘରେ ଅଛୁ କି? ବାହାରକୁ ଆସେ। ହଁ ଚଢ଼େଇ, ମୁଁ ଘରେ ଅଛି। ମତେ କଣ ପାଇଁ ଡାକିଲୁ? ପାରା, ଆଜି ତ ଲଙ୍ଗଳଟା ମତେ ଦେଇଥା। ମୁଁ ଆଜି ଜମି ଚାଷ କରିବି। ଓ ଆଚ୍ଛା, ତୁ କଣ ଚାଷ କରିବୁ ଚଢ଼େଇ? ଭାବୁଛି ମୁଁ ଏ ବର୍ଷ ଗାଜର ଚାଷ କରିବି। ଭଲ କଥା ଭାବିଛୁ। ରହ, ମୁଁ ଏବେ ଲଙ୍ଗଳ ଆଣିଦଉଛି। ତାପରେ ପାରା ଲଙ୍ଗଳ ଆଣିଦେଲା। ମା ଚଢ଼େଇ ସେ ଲଙ୍ଗଳ ନେଇ ଜମିକୁ ଗଲା ଆଉ ଚାଷ କାମ ଆରମ୍ଭ କଲା। ସନ୍ଧ୍ୟାରେ ତା ଝିଅ ତା ପାଖକୁ ଆସିଲା। ମା, ତୁମ ଜମି କାମ ସରିଲା? ଘରକୁ କେତେବେଳେ ଯିବ ମା? ଆଉ କେତେବେଳେ ମାଛ ଭାଜି ଦେବ? ମୁଁ ଆଉ ଅପେକ୍ଷା କରି ପାରିବିନି। ହଁ ହଁ, ମୋ କାମ ସରିଗଲା। ଏବେ ଖାଲି ପାରାର ଲଙ୍ଗଳ ଫେରେଇ ଦେଇ ମୁଁ ଘରକୁ ଯିବି। ତୁ ଏମିତି ବ୍ୟସ୍ତ ହଉଛୁ ଯେମିତି ଆଗରୁ କେବେ ମାଛ ଖାଇନୁ। ମାଛ ତ ମୁଁ ବହୁତ ଖାଇଛି, ହେଲେ ନିଜେ ଧରିଥିବା ମାଛ ଖାଇବାର ମଜା ହିଁ ଅଲଗା ମା। ହେଲା ହେଲା, ବୁଝିଲି। ଚାଲ ଏବେ ଘରକୁ ଯିବା।
ତାପରେ ସେ ମା ଛୁଆ ଘରକୁ ଫେରି ଆସିଲେ। ମା ଚଢ଼େଇ ମାଛ ଭାଜି ତା ଝିଅକୁ ଦେଲା। ଏଇ ନେ ମା ତୋ ମାଛ, ତୁ ମାଛ ଭଜା ଖାଉଥା, ମୁଁ ଏବେ ବଜାରକୁ ଯାଏ ଗାଜର ମଞ୍ଜି ନେଇ ଆସେ। ବେଶୀ ଡେରି କଲେ ଦୋକାନ ବନ୍ଦ ହେଇଯିବ। ଠିକ ଅଛି ମା, ଯାଅ, ମୁଁ ବାହାରେ ବସି ମାଛ ଭଜା ଖାଇବି। ଲା 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 ଲା, ମଜା ଲାଗେ ମାଛ ଭଜା। ମୋ ମାଛ ଭଜା ଏତେ ସ୍ୱାଦିଷ୍ଟ ହେଇଛି ଯେ ଏମିତି ଲାଗୁଛି ମୁଁ ପ୍ରଥମ ଥର ମାଛ ଭଜା ଖାଉଛି। ଚଢ଼େଇ ଛୁଆ ଗୀତ ଗାଇ ଗାଇ ମାଛ ଭଜା ଖାଉଥିଲା। ଠିକ୍ ସେହି ସମୟରେ ଗୋଟେ ଭୋକିଲା ବୁଢ଼ୀ ଚଢ଼େଇ ତା ପାଖକୁ ଆସିଲା। ଆରେ ଛୋଟ ଝିଅ, ତୁ କ'ଣ ଖାଉଛୁ? ମୁଁ 2 ଦିନ ହେଲାଣି କିଛି ଖାଇନି, ମତେ କିଛି ଖାଇବା ଦେଇପାରିବୁ? ଆରେ ତୁ ତ ମାଛ ଭଜା ଖାଉଛୁ, ମୁଁ ଅନେକ ଦିନରୁ ମାଛ ଖାଇନି, ମତେ କିଛି ମାଛ ଭଜା ଖାଇବାକୁ ଦେବୁ? ହଁ ହଁ ବୁଢ଼ୀ ମା, ଏଇ ନିଅ, ମୋଠୁ କିଛି ମାଛ ଭଜା ନେଇ ଖାଅ, କୁହ କେମିତି ଲାଗୁଛି? ସତରେ ତ ମାଛ ଭଜା ଭାରି ସ୍ୱାଦିଷ୍ଟ ହେଇଛି। ହେଲେ ଛୋଟ ଝିଅ, ତୋ ଖାଇବା ତୁ ମତେ ଦେଇଦେଲୁ, ମୋ ପାଇଁ ତ ମନ ଦୁଃଖ ହେଇଯାଇଥିବ। ନା ନା ବୁଢ଼ୀ ମା, ମୁଁ ଜମା ମନ ଦୁଃଖ କରିନି। ତୁମେ ଭୋକିଲା ଥିଲ, ମୁଁ ତୁମକୁ ଖାଇବାକୁ ଦେଇ ଅନେକ ଖୁସି। ତୁମେ କାଲି ବି ଏଠାକୁ ଆସିବ, ମୁଁ 2ଟି ମାଛ ଭାଜି ଆଣିବି, ଗୋଟେ ତୁମେ ଖାଇବ ଆଉ ଗୋଟେ ମୁଁ ଖାଇବି। ଆଚ୍ଛା ଠିକ ଅଛି ଛୋଟ ଝିଅ, ମୁଁ କାଲି ପୁଣି ଏଠାକୁ ଆସିବି, ଏବେ ମୁଁ ଯାଉଛି। ଏମିତି କହି ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ଚଢ଼େଇ ଛୁଆ ନିଜ ଘରକୁ ଫେରି ଆସିଲା। ଆରେ ଆରେ, ଆକାଶ କେତେ ଅନ୍ଧାର କରିଦେଲାଣି, ଲାଗୁଛି ଏବେ ହିଁ ବର୍ଷା ପଡ଼ିବ। ମୁଁ ଶୀଘ୍ର ଶୀଘ୍ର ଘରକୁ ଯାଏ, ନହେଲେ ମୋ ଗାଜର ମଞ୍ଜି ଓଦା ହେଇଯିବ। ମା ଚଢ଼େଇ ଘରକୁ ପହଞ୍ଚୁ ପହଞ୍ଚୁ ହିଁ ବର୍ଷା ଆରମ୍ଭ ହେଇଗଲା। ଏମିତି ସେ ରାତି ବିତିଗଲା। ପରଦିନ ସକାଳେ ବର୍ଷା ଛାଡ଼ିଗଲା। ମା କୁନି, ଚାଲ ଆଜି ଆମେ ଜମିକୁ ଯିବା, ଆଜି ପୁରା ଜମିରେ ଗାଜର ମଞ୍ଜି ଲଗେଇଦେବା। ନାଇଁ ମା, ମୁଁ ଆଜି ତୁମ ସହ ଜମିକୁ ଯିବିନି, ମୁଁ ଆଜି ବି ପୋଖରୀକୁ ଯିବି, ଆଉ 2ଟି ମାଛ ଆଣି ବୁଢ଼ୀ ମାଙ୍କ ସାଙ୍ଗରେ ଖାଇବି। ଆଚ୍ଛା ଠିକ ଅଛି, ତୁ ଯା। ଏ କ'ଣ, ବର୍ଷା ପାଇଁ ପୋଖରୀର ପାଣି ବଢି ଯାଇଛି, ଗୋଟେ ବି ତ ମାଛ ଦେଖା ଯାଉନାହାନ୍ତି। ଧେତ୍, ଆଜି ମୁଁ ଗୋଟେ ବି ମାଛ ଧରି ପାରିଲିନି, ମୋ ମା ପାଖକୁ ହିଁ ଚାଲିଯାଏ। ଏ କ'ଣ ସର୍ବନାଶ ହେଇଯାଇଛି, ମୋର ପୁରା ଜମିରେ ବର୍ଷା ପାଣି ଭର୍ତ୍ତି ହେଇଯାଇଛି, ଏବେ ମୋ ମଞ୍ଜି କେମିତି ଲଗେଇବି? ମା, ଆଖପାଖ ଜମିରେ ତ ବର୍ଷା ପାଣି ଜମା ହେଇନି, ଆମ ଜମିରେ ହିଁ ଏତେ ବର୍ଷା ପାଣି କାହିଁକି ଜମା ହେଇଛି? ଆମ ଜମି ସମସ୍ତଙ୍କଠୁ ତଳେ ଅଛି ରେ ମା, ସେଥିପାଇଁ ବର୍ଷା ପାଣି ଶୀଘ୍ର ଶୁଖିପାରେନି। ସେମାନେ ଏପରି କଥା ହେବା ସମୟରେ ବୁଢ଼ୀ ଚଢ଼େଇ ସେଠାକୁ ଆସିଲା। ବୁଢ଼ୀ ମା, ମୋତେ କ୍ଷମା କରିଦେବ, ମୁଁ ତୁମକୁ କଥା ଦେଇ ରଖିପାରିଲିନି, ବର୍ଷା ପାଣିରେ ପୋଖରୀ ଭର୍ତ୍ତି ହେଇଯାଇଛି, ଆଜି ମୁଁ ଗୋଟେ ବି ମାଛ ପୋଖରୀରେ ପାଇଲିନି। ତୁ ମନ ଦୁଃଖ କରନି, ମୁଁ ସବୁ ଜାଣିଛି। ସବୁ ଜାଣିଛ? ହେଲେ କେମିତି? କିଏ ତମେ? ବୁଢ଼ୀ ମା କୁଆଡ଼େ ଗଲେ? କୁନି, ମୁଁ ସେଇ ବୁଢ଼ୀ ମା, ପ୍ରକୃତରେ ମୁଁ ଗୋଟେ ପରୀ। ମୁଁ ରୂପ ବଦଳି କାଲି ତୋର ପରୀକ୍ଷା କରୁଥିଲି। ମୁଁ ଜାଣିଗଲି ତୁ ବହୁତ ଭଲ, ଗରିବ ଅସହାୟ ଚଢ଼େଇଙ୍କୁ ତୁ ସାହାଯ୍ୟ କରୁ, ସେଥିପାଇଁ ମୁଁ ଆଜି ତା ପାଖକୁ ଆସୁଥିଲି ତତେ ଉପହାର ଦେବା ପାଇଁ। ହେଲେ ତମେ 2 ଜଣ ମନ ଦୁଃଖରେ ଏଠି କାନ୍ଦୁଥିଲ କ'ଣ ପାଇଁ? ମା ଚଢ଼େଇ ପରୀକୁ ସବୁ ଘଟଣା କହିଲା। ଚିନ୍ତା କରନି ଚଢ଼େଇ, ମୁଁ ତତେ ସାହାଯ୍ୟ କରିବି। ଏଇ ସୋନାଲି ମାଛ ନେ, ଏ ମାଛକୁ ତୁ ଜମିରେ ଛାଡ଼ିଦେ, କାଲି ଆସିଲେ ଦେଖିବୁ ତୋ ଜମି ପାଣିରେ ଅନେକ ମାଛ ଭାସୁଥିବେ। କୁନି, ତୁ ଏବେ ପ୍ରତ୍ୟେକ ଦିନ ମାଛ ଭଜା ଖାଇପାରିବୁ। ସତ କହୁଛ ପରୀ, ମୁଁ ସବୁଦିନ ମାଛ ଭଜା ଖାଇପାରିବି? ପ୍ରତ୍ୟେକ ଦିନ ମୁଁ ମାଛ ଭଜା ଖାଇ ଅନେକ ମଜା କରିବି। ପରୀ, ଏ ବିପଦ ସମୟରେ ତୁମେ ଆମକୁ ସାହାଯ୍ୟ କରିଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ତାପରେ ପରୀ ସେଠାରୁ ଚାଲିଗଲା। ମା ଚଢ଼େଇ ସେ ମାଛକୁ ତା ଜମି ପାଣିରେ ଛାଡ଼ିଦେଲା। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ ନିଜ ଜମିକୁ ଆସି ଜମିର ଦୃଶ୍ୟ ଦେଖି ମା ଚଢ଼େଇ ଆଉ ତାର ଝିଅ ଆଶ୍ଚର୍ଯ୍ୟ ହେଇଗଲେ। ତାଙ୍କ ଜମିରେ ଅନେକ ମାଛ ଖେଳୁଥିଲେ। ମା, ଦେଖ, ପରୀଙ୍କ କଥା ସତ ହେଇଗଲା, ଆମ ଜମିରେ କେତେ ପ୍ରକାରର ମାଛ ଖେଳୁଛନ୍ତି। ହଁ, ତୁ ଠିକ କହିଲୁ ରେ ମା, ମୁଁ କିଛି ମାଛ ନେଇ ଏବେ ବଜାରକୁ ଯାଏ। ତାପରେ ମା ଚଢ଼େଇ କିଛି ମାଛ ଧରି ବଜାରକୁ ଗଲା।
କୁନି ବି 2ଟି ମାଛ ନେଇ ଘରକୁ ଗଲା। ମାଛ ନିଅନ୍ତୁ ମାଛ, ବିଭିନ୍ନ ପ୍ରକାରର ମାଛ, ଆସନ୍ତୁ ଆସନ୍ତୁ, ତାଜା ତାଜା ମାଛ ନେଇଯାଆନ୍ତୁ। ବା ଚଢ଼େଇ, ତୁ ଏତେ ପ୍ରକାରର ମାଛ ଆଣିଛୁ, ଦେ ଦେ ମତେ ଗୋଟେ କିଛି ମାଛ ଦେ। ଏଇ ନିଅନ୍ତୁ ଆପଣଙ୍କ ମାଛ। ପ୍ରତ୍ୟେକ ଦିନ ମୁଁ ବଜାରରେ ମାଛ ବିକ୍ରି କରେ। ଏ ଚଢ଼େଇ ପାଇଁ ଆଜି ମୋ ପାଖରୁ କେହି ମାଛ କିଣୁନାହାନ୍ତି। ହେଲେ ଚଢ଼େଇର ତ ପୋଖରୀ ନଥିଲା, ସେ ଏତେ ମାଛ ପାଇଲା କୋଉଠୁ? ମୁଁ ଯାଇ ତାକୁ ପଚାରି, ଆରେ ଚଢ଼େଇ, ତୋର ତ ପୋଖରୀ ନଥିଲା, ତୁ ଏତେ ସାରା ମାଛ ପାଇଲୁ କୋଉଠୁ? ଚଢ଼େଇ ଥିଲା ଭାରି ସରଳ। ସେ କାଉକୁ ସବୁ ସତ କଥା କହିଦେଲା। ସବୁ ଶୁଣିଲା ପରେ କାଉ ମନରେ ଲୋଭ ଆସିଲା। ଓ ଏମିତି କଥା, ଆଜି ରାତି ମୁଁ ତୋର ସବୁ ମାଛ ସଫା କରିଦେବି। ତାପରେ କାଉ ରାତି ହେବା ଯାଏଁ ଅପେକ୍ଷା କଲା। ଯେମିତି ରାତି ହେଲା, ସେ ଚଢ଼େଇର ଜମିକୁ ଗଲା। ଚଢ଼େଇର ଜମିରୁ ମାଛ ଚୋରି କରିବା ପାଇଁ ସେ ପାଣି ଭିତରକୁ ଗଲା। ହଠାତ୍ ସବୁ ମାଛ କଙ୍କଡ଼ା ପାଲଟି ତାକୁ ଜୋର ଜୋରେ କାମୁଡ଼ିଲେ। ମରିଗଲି ରେ ମରିଗଲି, ମତେ କଙ୍କଡ଼ା ମାନେ କାମୁଡ଼ି କାମୁଡ଼ି ମାରିଦେବେ, ବଞ୍ଚାଅ, ମତେ କେହି ବଞ୍ଚାଅ। ତତେ କେହି ବଞ୍ଚେଇବାକୁ ଆସିବେନି। ଆଜି ତୋର ଶେଷ ଦିନ। ତୁ ଗୋଟେ ଲୋଭୀ, ନିଜ ପାଖରେ ପୋଖରୀ ଥାଇବି ତୁ ଚଢ଼େଇର ମାଛ ଚୋରି କରିବାକୁ ଚାଲି ଆସିଲୁ। ପରେ ମତେ ଏଇ ଥରକ କ୍ଷମା କରିଦିଅ, ମୋର ଭୁଲ ହେଇଗଲା। ମୁଁ ଆଉ ଏମିତି ଭୁଲ କେବେ କରିବିନି। ଦୟାକରି ମତେ ଛାଡ଼ି ଦିଅ, ମୁଁ ତୁମ ଗୋଡ଼ ଧରୁଛି, ମତେ ଛାଡ଼ି ଦିଅ। ମତେ ଆଉ ଗୋଟେ ସୁଯୋଗ ଦିଅ। ମୁଁ ଯଦି ଆଉ ଦିନେ ଚୋରି କରିବି, ସେତେବେଳେ ମତେ ଶାସ୍ତି ଦେବ। ଠିକ ଅଛି, ମୁଁ ତତେ ଛାଡ଼ିଦେବି, ହେଲେ ମୋର ଗୋଟେ ସର୍ତ୍ତ ଅଛି। କଣ ସର୍ତ୍ତ ପରି? କାଲି ଏ ଜମିର ପାଣି ଶୁଖିଯିବ। ତୁ ଜମି ଚାଷ କରି ଏଥିରେ ଗାଜର ମଞ୍ଜି ଲଗେଇବୁ। ଯେତେବେଳେ ଗାଜର ବଡ଼ ହେବ, ତୁ ଚଢ଼େଇକୁ ସବୁ କଥା କହି କ୍ଷମା ମାଗିବୁ। ହଁ ହଁ, ମୁଁ ତୁମର ସବୁ କଥାରେ ରାଜି। ଏବେ ମତେ ଛାଡ଼ି ଦିଅ। ତାପରେ ପରି କାଉକୁ ଛାଡ଼ିଦେଲା, ଆଉ ତାକୁ କିଛି ଗାଜର ମଞ୍ଜି ଦେଇ ସେଠାରୁ ଚାଲିଗଲା। କାଉ ଗାଜର ମଞ୍ଜି ନେଇ ଘରକୁ ଗଲା। ପରଦିନ ସକାଳେ ଚଢ଼େଇ ଜମିର ପାଣି ଶୁଖିଗଲା। କାଉ ସଙ୍ଗେ ସଙ୍ଗେ ଜମି ଚାଷ କରି ଗାଜର ମଞ୍ଜି ବୁଣିଦେଲା। ଏଇ କଣ, ମୋ ଜମିରେ ଏତେ ସାରା ଗାଜର କେମିତି ଆସିଲା? ମୁଁ ତ ଗାଜର ମଞ୍ଜି ଲଗେଇନି। ସେତେବେଳେ କାଉ ସେଠାକୁ ଆସି ଚଢ଼େଇକୁ ସବୁ କଥା ଜଣେଇ ତାକୁ କ୍ଷମା ମାଗିଲା। ଓ, ଏସବୁ ତାହେଲେ ପରିଦିଆ ଗାଜର ମଞ୍ଜି, ସେଥିପାଇଁ ଏତେ ଶୀଘ୍ର ଗାଜର ବାହାରିଲା। କାଉ, ତୁ କଷ୍ଟ କରି ମୋ ଜମି ଚାଷ କରିଛୁ, ସେଥିପାଇଁ ମୁଁ ତତେ ଜମିର ଅଧା ଭାଗ ଗାଜର ଦେଉଛି। ତୁ ଏସବୁ ବିକ୍ରି କରି ଭଲ ଟଙ୍କା ପାଇଯିବୁ। ଚଢ଼େଇ, ତତେ ଅନେକ ଅନେକ ଧନ୍ୟବାଦ। ମୁଁ ତ ଜିନିଷ ଚୋରି କରିବାକୁ ଆସିଥିଲି, ତା ଜାଣିବି ତୁ ତ ଜମିର ଅଧା ଗାଜର ମତେ ଦେଉଛୁ। ସତରେ ତୁ ବହୁତ ଭଲ। ମୁଁ ଆଜିଠୁ ଆଉ ଚୋରି କରିବିନି, ସମସ୍ତଙ୍କ ସହ ମିଳିମିଶି ରହିବି। ସେବେଠାରୁ ଚଢ଼େଇ ଆଉ କାଉ ଭଲ ସାଙ୍ଗ ପାଲଟି ଗଲେ, ଆଉ ମିଳିମିଶି ରହିଲେ।